ଥରେ ଗୋଟିଏ ପାରା ଖାଦ୍ୟର ସନ୍ଧାନରେ ଜଙ୍ଗଲରେ ଉଡ଼ି ବୁଲୁଥିଲା। ଏମିତି ବହୁତ ବାଟ ଗଲା, ହେଲେ ତାକୁ କୋଉଠି ବି ଖାଦ୍ୟ ମିଳିଲା ନାହିଁ। ପାରାଟି ଉଡ଼ି ଉଡ଼ି ଏମିତି କିଛି ବାଟ ଗଲା ପରେ ସେ ବହୁତ ଥକି ପଡ଼ିଲା। ଥକି ଯାଇ ଗୋଟିଏ ଗଛ ମୂଳରେ ବସି ପଡ଼ିଲା। ବସିଯାଇ କହିଲା, ହେ ଭଗବାନ, ତମେ କାହିଁକି ମୋ ସହିତ ଏମିତି କରୁଛ? ମୁଁ 3 ଦିନ ହେଲାଣି କିଛି ବି ଖାଇନି, ଆଉ ଏମିତି ଉଡ଼ି ଉଡ଼ି ଖାଦ୍ୟ ଖୋଜିବା ପାଇଁ ମୋ ଦେହରେ ବଳ ନାହିଁ। ଆଜି ମୁଁ ଭୋକ ବିକଳରେ ଏଇଠି ମରିଯିବି। ଏହା କହି ପାରା ଗଛର ମୂଳରେ ବସିଥାଏ। ଠିକ୍ ସେତିକି ସମୟ ବେଳେ ସେଇପଟ ଦେଇ ଗୋଟିଏ ଠେକୁଆ ଆସିଲା। ପାରାକୁ ଏଭଳି ଅବସ୍ଥାରେ ଦେଖି ସେଠାରେ ଅଟକି ଗଲା। ଅଟକି ଯାଇ କହିଲା, ହେ ମା, ତମର କ'ଣ ହୋଇଛି? ତୁମେ ବହୁତ ଚିନ୍ତାରେ ଥିଲା ପରି ଜଣା ପଡୁଛ। ପାରା କହିଲା, ହଁ, ମୁଁ 3 ଦିନ ହେଲାଣି କିଛି ବି ଖାଇନି। ତାପରେ ପାରା ଠେକୁଆକୁ ତାର ଘଟିଥିବା ଘଟଣା ସବୁ କହିଲା। ପାରାର ମୁହଁରୁ ଏଭଳି କଥା ଶୁଣି ଠେକୁଆ କହିଲା, ଠିକ୍ ଅଛି, ତମେ ମୋ ସହିତ ଆସ। ତାପରେ ପାରା ଠେକୁଆ ସହିତ ଗଲା। ବାଟରେ ଠେକୁଆ କହିଲା, ପାରା ନାନୀ, ତୁମେ ଏଇଠି ଟିକେ ଛିଡ଼ା ହୁଅ। ମୁଁ ତୁମ ପାଇଁ ଗୋଟିଏ ଜିନିଷ ନେଇକି ଆସୁଛି। ପାରା କହିଲା, ହଉ, ଠିକ୍ ଅଛି। ତାପରେ ଠେକୁଆ ସେଠୁ ଗଲା। କିଛି ସମୟ ପରେ ଠେକୁଆ ଗୋଟିଏ ଗଛର ଚାରା ନେଇ ପାରାର ପାଖକୁ ଆସିଲା। ପାରାକୁ କହିଲା, ପାରା ନାନୀ, ତୁମେ ଏଇ ଗଛର ଚାରା ନିଅ। ତୁମେ ୟାକୁ ନେଇ ତୁମ ବାଡ଼ିରେ ଲଗାଇବ। ଆଉ ହଁ, ଗୋଟେ କଥା ମନେ ରଖ, ଏ ଗଛ ବିଷୟରେ ଯେମିତି କେହି ବି କିଛି ନ ଜାଣନ୍ତି। ଠେକୁଆର ମୁହଁରୁ ଏଭଳି କଥା ଶୁଣି ପାରା କହିଲା, ତମେ କ'ଣ କହୁଛ ମୁଁ କିଛି ବି ବୁଝିପାରୁନି। ସେ ଗଛ ଫଛ ମୋତେ ଦିଅନି। ମୋତେ ଏବେ ଭୋକ ଲାଗିଲାଣି। ଦୟାକରି ମୋତେ କିଛି ଖାଇବାକୁ ଦିଅ। ପାରାର କଥା ଶୁଣି ଠେକୁଆ କହିଲା, ଠିକ୍ ଅଛି, ତମେ ଗୋଟେ କାମ କର। ଏ ଜଙ୍ଗଲର ପାହାଡ଼ ସେପାଖରେ ଗୋଟିଏ ସେଉ ଗଛ ଅଛି। ତୁମେ ସେଠାକୁ ଯାଇ ମନ ଭରି ସେଉ ଖାଇ ପୁଣି ମୋ ପାଖକୁ ଆସ। ତାପରେ ପାରା ଜଙ୍ଗଲରେ ଥିବା ପାହାଡ଼ ସେ ପାଖକୁ ଗଲା ଓ ମନ ଭରି ସେଉ ଖାଇଲା। ସେଉ ଖାଇସାରି ଠେକୁଆର ପାଖକୁ ଆସିଲା। ତାପରେ ଠେକୁଆ ପାରାକୁ ଗୋଟିଏ ଗଛର ଚାରା ଦେଲା। ଗଛର ଚାରା ଦେଇ ପାରାକୁ କହିଲା, ଏ ଗଛର ଚାରାକୁ ତୁମେ ସାବଧାନରେ ଲଗାଇବ। କେହି ଯେମିତି ନ ଜାଣନ୍ତି। ଏ ଗଛ ତୁମର ଦିନେ ଭାଗ୍ୟ ବଦଳାଇ ଦେବ। ଠେକୁଆର ମୁହଁରୁ ଏଭଳି କଥା ଶୁଣି ପାରା ସଙ୍ଗେ ସଙ୍ଗେ ସେ ଗଛର ଚାରାକୁ ଆଣି ତାର ବାଡ଼ିରେ ଲଗାଇଲା। ଏମିତି କିଛି ଦିନ ବିତିଗଲା। ସେ ଗଛର ଚାରା ଧୀରେ ଧୀରେ ବଡ଼ ହେବାକୁ ଲାଗିଲା। ତାପରେ ସେ ଗଛରେ ଅଣ୍ଡା ଫଳିଲା। ଅଣ୍ଡା ଫଳିବା ଦେଖି ପାରା ବହୁତ ଖୁସି ହୋଇଗଲା। ଖୁସି ହୋଇଯାଇ କହିଲା, ହଁ, ଏବେ ବୁଝିପାଇଲି। ଠେକୁଆ ଭାଇ ମୋତେ କ'ଣ ପାଇଁ ସେ ଗଛର ଚାରା ଦେଲା। ମୁଁ ଏ ଅଣ୍ଡାକୁ ନେଇ ବଜାରରେ ବିକ୍ରି କରି ବହୁତ ଆରାମରେ ଚଳିବି। ତାପରେ ପାରା ଏମିତି ସବୁଦିନ ସେ ଗଛରୁ ଅଣ୍ଡା ନେଇ ବଜାରରେ ବିକ୍ରି କଲା। ଏମିତି କିଛି ଦିନ ପରେ ପାରା ଧନୀ ହୋଇଗଲା। ପାରାକୁ ଏମିତି ଧନୀ ହେବା ଦେଖି ବିଲେଇ ସହି ପାରିଲା ନାହିଁ। ବିଲେଇ ମନେ ମନେ ଭାବିଲା, ଆରେ ଇଏ ତ ଗରିବ ଥିଲା, ଇଏ କେମିତି ଧନୀ ହୋଇଗଲା? ମୁଁ କିଛି ବୁଝିପାରୁନି। ତା ପରଦିନ ସକାଳେ ବିଲେଇ ବଜାରକୁ ଗଲା। ବଜାରକୁ ଯାଇ ଦେଖିଲା
ପାରା ଅଣ୍ଡା ବିକୁଛି। ଅଣ୍ଡା ବିକୁଥିବା ଦେଖି ବିଲେଇ କହିଲା, ଆଚ୍ଛା, ପାରା ତାହେଲେ କୁକୁଡ଼ା ରଖିଛି। କୁକୁଡ଼ା ଅଣ୍ଡା ଦଉଛି, ସେଇ ଅଣ୍ଡାକୁ ଆଣି ବଜାରରେ ବିକୁଛି। ଆଚ୍ଛା, ଆଜି ରାତିରେ ଯାଇ ତା କୁକୁଡ଼ାକୁ ସବୁ ନ ଖାଇଛି ତାହେଲେ ମୋ ନାଁ ପୁଷି ମାଉସୀ ନୁହଁ। ତାପରେ ବିଲେଇ ପାରାର ଘରକୁ ରାତିରେ ଛକି ଛକି ଗଲା। ଏମିତି ଛକି ଛକି ଯାଇ ପାରାର ଘର ଚାରିପାଖରେ ବୁଲିଲା, ହେଲେ କୌଣସି ଜାଗାରେ କୁକୁଡ଼ା ପାଇଲା ନାହିଁ। ପୁଣି ତା ପରଦିନ ସକାଳେ ବଜାରକୁ ଗଲା। ବଜାରକୁ ଯାଇ ଦେଖିଲା ବେଳକୁ ପାରା ପୁଣି ଅଣ୍ଡା ବିକୁଛି। ଅଣ୍ଡା ବିକୁଥିବା ଦେଖି ବିଲେଇ କହିଲା, ଇଏ ତ କୁକୁଡ଼ା ଫୁକୁଡ଼ା କିଛି ରଖିନି, ଅଣ୍ଡା କୋଉଠୁ ଆଣିକି ବିକୁଛି? ପୁଣି ତା ପରଦିନ ରାତିରେ ବିଲେଇ ପାରାର ଘରକୁ ଗଲା। ଘର ଭିତରକୁ ଯାଇ ଦେଖିଲା କୌଣସି ଜାଗାରେ ଅଣ୍ଡା ଗୋଟେ ବି ନାହିଁ କି କୁକୁଡ଼ା ନାହିଁ। କୁକୁଡ଼ା ନଥିବା ଦେଖି ବିଲେଇ କହିଲା, ମୋ ମୁଣ୍ଡ ଫୁଣ୍ଡ ଖରାପ କି? ଏ ଅଣ୍ଡା ଆଣୁଛି କୋଉଠି? ଆଜି ଯେମିତି ବି ହଉ ପାରାର ପର୍ଦ୍ଦାଫାଶ କରିକି ରହିବି। ତାପରେ ବିଲେଇ ପାରାର ଘରେ ଥିବା ହାଣ୍ଡି ଭିତରେ ପଶିଗଲା। ଏମିତି କିଛି ସମୟ ପରେ ପାରା ଉଠିକି ତାର ବାଡ଼ିକୁ ଗଲା। ପାରା ଯେମିତି ତାର ବାଡ଼ିକୁ ଯାଇଛି, ପାରାର ପଛେ ପଛେ ବିଲେଇ ଗଲା। ଯାଇକି ଦେଖିଲା ବେଳକୁ ପାରା ତାର ଗଛରୁ ଅଣ୍ଡା ତୋଳୁଛି। ଅଣ୍ଡା ତୋଳୁଥିବା ଦେଖି ବିଲେଇ ଆଶ୍ଚର୍ଯ୍ୟ ହୋଇଗଲା। ଆଶ୍ଚର୍ଯ୍ୟ ହୋଇଯାଇ କହିଲା, ଆରେ, ମୋ 14 ପୁରୁଷରେ ମୁଁ ଦେଖିନି ଏ ଗଛରୁ ଅଣ୍ଡା ଫଳେ ବୋଲି। ମୋ ଆଖି କଣ ନ ଦେଖିଲା? ମୁଁ ଯାଉଛି, ପାରାର ଘରେ ଥିବା ହାଣ୍ଡି ଭିତରେ ପଶିଯିବି। ଯେତେବେଳେ ପାରା ବଜାରକୁ ଅଣ୍ଡା ବିକିବାକୁ ଯିବ, ଚୁପ୍ କିନା ଯାଇ ପାରାର ଅଣ୍ଡା ଗଛକୁ କାଟି ନେଇଯିବି। ଏହା କହି ବିଲେଇ ସଙ୍ଗେ ସଙ୍ଗେ ଯାଇ ପାରାର ଘରେ ଥିବା ହାଣ୍ଡି ଭିତରେ ପଶିଗଲା। ତାପରେ ପାରା ଅଣ୍ଡା ନେଇ ତାର ବଜାରକୁ ବାହାରି ଗଲା। ଯେମିତି ପାରା ବଜାରକୁ ଅଣ୍ଡା ବିକିବାକୁ ଯାଇଛି, ସଙ୍ଗେ ସଙ୍ଗେ ବିଲେଇ ତାର ହାଣ୍ଡିରୁ ବାହାରି ଆସିଲା। ବାହାରି ଆସି ପାରାର ବାଡ଼ିକୁ ଗଲା। ବାଡ଼ିକୁ ଯାଇ ଦେଖିଲା ବାଡ଼ିରେ କୌଣସି ଅଣ୍ଡା ଗଛ ନାହିଁ। ଅଣ୍ଡା ଗଛ ନଥିବା ଦେଖି ବିଲେଇ କହିଲା, ଆରେ, ମୁଁ ବା ଏବେ ଦେଖିଥିଲି ଅଣ୍ଡା ଗଛ ଥିଲା, ପୁଣି ଅଣ୍ଡା ଗଛ ନାହିଁ। ଆରେ, ମୁଁ ପାଗଳ, ମତେ କରେଣ୍ଟ ଦିଅ। ଆଜ୍ଞା ହଁ ସାଙ୍ଗମାନେ, ଏ ଗପଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଏ ଭିଡ଼ିଓକୁ ଲାଇକ୍ କରିବେ। ଆଉ ହଁ, ଏ ଭିଡ଼ିଓଟିକୁ ଆପଣମାନଙ୍କ ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କରିବେ। ଆଉ ହଁ, କମେଣ୍ଟ ମାଧ୍ୟମରେ ଜଣେଇବେ ଏ ଗପଟି ଆପଣମାନଙ୍କୁ କେମିତି ଲାଗିଲା। ଆଉ ହଁ, ଏ ଚ୍ୟାନେଲରେ ଯେଉଁମାନେ ନୂଆ ଅଛନ୍ତି ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଉପରେ କ୍ଲିକ୍ କରି ଅଲ୍ରେ ସିଲେକ୍ଟ କରିବାକୁ ଜମା ବି ଭୁଲିବେ ନାହିଁ। ରହୁଛି, ଧନ୍ୟବାଦ।